ବର୍ତ୍ତମାନ ଦେଖିବା ଯେତେବେଳେ ଅନବକ୍ସିଂ ହେଉଛି ଦେଖିବା କ'ଣ ଫୋନ୍ ଅଛି ଭିତରେ ଦେଖିବା। ବର୍ତ୍ତମାନ ଅନବକ୍ସିଂ ହେଉଛି ଦେଖିଲେ ଯେ ହେଉଛି ଖୋଲା ହେଲା। ଏଇଟା ହେଉଛି ବର୍ତ୍ତମାନ ଦେଖୁଛନ୍ତି ସାମସଙ୍ଗର ଫୋନ୍ ଗୋଟେ ଛୋଟ ଫୋନ୍। ଆମେ ବି ଥରେ ଆମେ ଗୋଟେ ଅନବକ୍ସିଂ କରିଥିଲେ ଆଗରେ ଗୋଟେ ବାଇ ମିଷ୍ଟେକ୍ରେ ଗୋଟେ ଆସିଥିଲା ସାମସଙ୍ଗ ଫୋନ୍ ଜାଗାରେ ଗୋଟେ ନୋକିଆ ଫୋନ୍ ଆସିଥିଲା କିନ୍ତୁ ସେ ପାର୍ଟି ନେଇନଥିଲେ। ଏଥର ଯେହେତୁ ଦେଖୁଛନ୍ତି ଏଇଟା ଗୋଟେ ସିଲ୍ଟା ଉଠା ହେଉଛି ଗୋଟେ ଅରିଜିନାଲ୍ ସିଲ୍ କମ୍ପାନୀ ତରଫରୁ ଗୋଟେ ସିଲ୍ କରାହେଇଥାଏ। ନୋକିଆ ସାମସଙ୍ଗ କମ୍ପାନୀ ତରଫରୁ ଗୋଟେ ସିଲ୍ କରିଥିବ ବ୍ରାଣ୍ଡ ସିଲ୍ ବ୍ରାଣ୍ଡଟା ସେଇଟା ବର୍ତ୍ତମାନ ଖୋଲା ହେଉଛି। ବର୍ତ୍ତମାନ ଦେଖିଲେ ତାପରେ ସିଲ୍ ହେଲା ମାନେ ସିଲ୍ ଖୋଲା ହେଲା ବ୍ରାଣ୍ଡ ସିଲ୍ ଗୋଟେ ଫଟୋ ଉଠା ହେଲା। ଫଟୋ ଉଠାଇଲା ପରେ ବର୍ତ୍ତମାନ ଏଇଟା ଖୋଲା ହେବ ସେଠି ମ୍ୟାଚ୍ କରାହେବ କେଉଁ ମଡ଼େଲଟା ଏଠି ଗୋଟେ ଆମର ଅପସନ୍ରେ ଦେଖାଯିବ ମଡ଼େଲଟା କେଉଁ ମଡ଼େଲ ଅଛି। ଯେହେତୁ ବର୍ତ୍ତମାନ ଖୋଲାଯିବ ଦେଖିବା ସେଟା ଭିତରେ କ'ଣ ଅଛି। ତ କଷ୍ଟମର ସାମ୍ନାରେ ଅଛନ୍ତି ସେଟା ଦେଖୁଛନ୍ତି। ବର୍ତ୍ତମାନ ଆମେ ଖୋଲିବା ସେ ସିଲ୍ଟିକୁ ଖୋଲିବା ସିଲ୍ଟି ଖୋଲିକି ତାଙ୍କର ମେନ୍ ପ୍ରଡ଼କ୍ଟଟା ଆମେ ବାହାର କରିବା। ଯେମିତି ବର୍ତ୍ତମାନ ସାମସଙ୍ଗ ଗୁରୁ ମ୍ୟୁଜିକ୍ ବାଲା ଫୋନ୍ ଅଛି ସେଇ ଫୋନ୍ଟାକୁ ବର୍ତ୍ତମାନ ବାହାର କରିବା। ଦେଖନ୍ତୁ ଗୋଟେ ଟାଇମ୍ରେ ଯଦି ସେ ବାଇ ମିଷ୍ଟେକ୍ ଗୋଟେ ଫୋନ୍ ଗୋଟେ ଯଦି ବାହାରିକି ଅଲଗା ଫୋନ୍ ବାହାରିଲେ ସେଟା କିଛି ନାହିଁ କିନ୍ତୁ ଫ୍ଲିପକାର୍ଟ ତରଫରୁ ସେଟା ଗୋଟେ ବାଇ ମିଷ୍ଟେକ୍ ଯଦି ମିସ୍ପ୍ୟାକ୍ ହେଇଯିବ କିଛି ଅସୁବିଧା ନାହିଁ ସେଟା ଆପଣ ରିଟର୍ଣ୍ଣ କରିପାରିବେ। ସେ ଡେଲିଭରି ସହିତ ନେଇକି ଫେରାଇ ନେବ ତାପରେ ସେଟା ପୁଣି ଆପଣଙ୍କୁ ଆଉ ଥରେ କିନ୍ତୁ ସେଟା ଆପଣଙ୍କର ପେମେଣ୍ଟ ସେ କିଛି ନେବନି ସେ ପେମେଣ୍ଟ ମଧ୍ୟ ଫେରାଇ ଦେବ। ତ ବର୍ତ୍ତମାନ ଯେଉଁ ନେଉଛନ୍ତି ସେ ବର୍ତ୍ତମାନ ସେ ଫଟୋ ନେଉଛନ୍ତି ତାପରେ ଦେଖିବେ ତାର କାମ ଚାଲିଛି ଦେଖିବା। ତାପରେ ସେ ସିଲ୍ର ଫଟୋ ନେଲେ ତାପରେ ସିଲ୍ଟା ବର୍ତ୍ତମାନ ଖୋଲିବେ ମେନ୍ ସିଲ୍ ତାଥିରେ ସେ ସିଲ୍ ଥିବ ସେ ବ୍ରାଣ୍ଡ ସିଲ୍ ଥିଲା ତା ସାଇଡ଼୍ରେ ଆଉ ଦୁଇଟା ସିଲ୍ ଅଛି ସେଇଟା ବର୍ତ୍ତମାନ ଖୋଲୁଛନ୍ତି। ଏଇଟା ବର୍ତ୍ତମାନ ଖୋଲା ହେଲା ପରେ ଦେଖିବେ ସେ ଖୋଲି ପାରନ୍ତୁ ଦେଖିବା ମଡ଼େଲଟା ଠିକ୍ ଅଛି ତ ସେ ଠିକ୍ ଅଛି। ହଁ ସେଇ ମଡ଼େଲ ହିଁ ଯାହା ଅର୍ଡ଼ର୍ କରାଯାଇଥିଲା ସେଇ ମଡ଼େଲ ତ ଆମେ ଯାହା ଅର୍ଡ଼ର୍ କରିଛୁ ସେଟା ଠିକ୍ ଅଛି। ସେ ଖୋଲିକି ଦେବେ ବର୍ତ୍ତମାନ ଦେଖିବା ଭିତରେ କ'ଣ କ'ଣ ଅଛି। ହଁ ତ ତା ଯାହା ପ୍ୟାକେଟ୍ରେ ଥିବ ଏଇ ଛୋଟ ଫୋନ୍ରେ ମାନେ ସେ ଚାର୍ଜର୍ ଥିବ ତାପରେ ମୋବାଇଲରେ ଥିବ ମୋବାଇଲ ଗୋଟେ ଥିବ ଚାର୍ଜର୍ ଗୋଟେ ଥିବ ବଡ଼ ଫୋନ୍ରେ ସେଟା ଖାଲି ଟାପ୍ କେବଳ ଗୋଟେ ଦେଇଥାନ୍ତା। ଏଠି ଦେଖିଲେ ହଁ ସେ ଫୋନ୍ଟା ଦେଖିବା ସେ ଚାର୍ଜର୍ ଭିତରେ କ'ଣ ବାହାରିଲା। ହଁ ସେଠି ଏଇଟା ବର୍ତ୍ତମାନ ଦେଖନ୍ତୁ ଏଇଟା ଫୋନ୍ ହେଉଛି ହଁ ଏଇଟା ସାମସଙ୍ଗ ମ୍ୟୁଜିକ୍ ବାଲା ଫୋନ୍ଟା ହଁ ଏଇଟା ସାମସଙ୍ଗ। ତ ଏଇଟା ଦେଖିଲେ ସାମସଙ୍ଗ ଫୋନ୍ ତାପରେ ଦେଖିବା କ'ଣ ଭିତରେ କ'ଣ ଅଛି। ହଁ ଭିତରେ ଅଛି ତାର ଚାର୍ଜର୍ ଅଛି ତାପରେ ବ୍ୟାଟେରୀ ବି ଅଛି ଭିତରେ। ତ ଚାର୍ଜର ବ୍ୟାଟେରୀ ସେ ଭିତରେ ଅଛି ସେଟା ବର୍ତ୍ତମାନ ଫଟୋ କରିବା ଫଟୋଟା ଉଠାଇବା ମୋବାଇଲର ସାମ୍ନା ମେନ୍ ହେଲା ଫ୍ରଣ୍ଟର ମୋବାଇଲର ଫ୍ରଣ୍ଟଟା କ୍ୟାମେରା ଉଠାଇବା। ତାପରେ ତା ଉପରେ ନେବା ମୋବାଇଲର ବ୍ୟାକ୍ ସାଇଡ଼୍ ମୋବାଇଲ ବ୍ୟାକ୍ ସାଇଡ଼୍ ଏବଂ ତା'ର ଯେମିତି ତା ସାଙ୍ଗରେ ଥିବା ଏସେସରିଜ୍ ଯାହାକି ଥିବ ବ୍ୟାଟେରୀ ଚାର୍ଜର ସେଗୁଡ଼ିକ ଫଟୋ ଉଠାଇବା। ଅନବକ୍ସିଂ କଲେ ଏମିତି ସେମିତି ଅପସନ୍ ଆସେ ସେଇଗୁଡ଼ାକ ଅପସନ୍ ଦେଖିକି ଆମେ ଫଟୋ ଉଠାଇବା ଏବଂ ଦେଖିବା ସେଠି ଫଟୋ ଉଠାହେବ। ଏଠି ତା'ର କ୍ୟାମେରା ବ୍ୟାକ୍ ସାଇଡ଼୍ ରଖା ହେଲା ଫ୍ରଣ୍ଟଟା କ୍ୟାମେରା ମାନେ ଉଠି ସାରିଛି ବର୍ତ୍ତମାନ କ୍ୟାମେରାର ବ୍ୟାକ୍ ସାଇଡ଼୍ ତାପରେ ତା ସାଙ୍ଗକୁ ଅନ୍ୟ କିଛି ଯାହା ଥିବ ଅନ୍ୟ ଯେ ଚାର୍ଜର ବ୍ୟାଟେରୀ ସେମାନଙ୍କ ଗୋଟେ ଫଟୋ ଉଠା ହେଲା। ବର୍ତ୍ତମାନ ଟ୍ରାଏ କରିବା କ'ଣ ମୋବାଇଲଟା କେମିତି ଅଛି ଦେଖିବା। ମୋବାଇଲଟା ଭଲ ଅଛି ସେ ଖୋଲିକି ସେଠି ମାନେ ବ୍ୟାଟେରୀ ଲଗେଇକି ଦେଖିବା କ'ଣ କେମିତି ଅନ୍ ହେଉଛି କି ନାହିଁ। ବର୍ତ୍ତମାନ ଦେଖନ୍ତୁ ଖୋଲା ହେଲା ସେପଟେ ବ୍ୟାଟେରୀ ଲଗେଇକି ଦେଖିବା କେମିତି କ'ଣ ଅଛି। ଜଣାପଡ଼ୁଛି ମୋବାଇଲ ତ ଠିକ୍ ଠାକ୍ ଦେଖାଯାଉଛି ନୂଆ ବି ଦେଖାଯାଉଛି ପୁରୁଣା ବି ଡୁପ୍ଲିକେଟ୍ ନୁହଁ କାହିଁକିନା ଫ୍ଲିପକାର୍ଟରେ ପ୍ରାୟତଃ ସେମିତି ଜିନିଷ ଆସେନି ସେ ଜିନିଷ ଠକି ନାହାନ୍ତି ଆଉ ମୁଁ ଜାଣିବାରେ ସେ ସବୁ ଠିକ୍ ଠାକ୍ ଅଛି। ତ ବର୍ତ୍ତମାନ ସେ ବ୍ୟାଟେରୀ ଖୋଲିକି ଟିକେ ଲଗାହେବ ଲଗେଇଦେବା। ସେ ଖୋଲିକି ସେ ଜରି ସମୟରେ ଭଲ ଦେଖାଯାଉନଥାଏ ଜରି ଆମେ ବ୍ୟାକ୍ କ୍ୟାମେରା ଆଉ ଥରେ ଟିକେ କ୍ଲିୟର୍ ଫଟୋ ଗୋଟେ ଦେଇଦେବା ତାପରେ ବ୍ୟାଟେରୀ ଲଗାଇବା।
ତାପରେ ଦେଖନ୍ତୁ ବର୍ତ୍ତମାନ ଯାହା ହଉ ଫଟୋ ଉଠା ସରିଲା, ତାକୁ ତ ବ୍ୟାଟେରୀ ରହିକି ଦେଖିବା ନା କ'ଣ କରିବା, ତାହେଲେ ତେବେ ଟ୍ରାଏ କରିବା ନା ଠିକ୍ ଅଛି, ଆମେ ରଖିଦେବା ସେପଟେ ଟ୍ରାଏ କରିବେ କ'ଣ ଭାବୁଛନ୍ତି ନା ଟ୍ରାଏ କରିଦେଲେ ତ ଭଲ ହୁଅନ୍ତା, ଦେଖିଥାନ୍ତା ନା ନାଇଁ ବି ସାମସଙ୍ଗ୍ ମୋବାଇଲ୍ଟା ଆଉ ସେତେ ଖରାପ ପଡ଼ିବ ନା, ସେ ନିହାତି ଠିକ୍ ଭଲ ପଡ଼ିଥିବ। ଠିକ୍ ଅଛି ରଖିଦେବା, ତ ପେମେଣ୍ଟ ଅଲରେଡ଼ି ହେଇସାରିଛି।